गुरु ब्रह्मा गुरु विष्णु गुरुदेव महेश्वरं गुरु साक्षात् परम ब्रह्म तस्मै श्री गुरुभ्यो नमः नमः। प्रथम बंदना करुचि विरूपाक्षंकु मुई चकापादुठारे विजय आहे पार्वती साई। त्रेतयारे थिले रावण तुमको सेवा करी नेउथिले लंका पुरको तुमको साथे धरी। दक्षिण को मुख करीण बसी छपंचानन होइची दक्षिण बड़ जेते से वृक्ष मान। तुम्भ नाम धरी जगते कलु दंड कामना जपिन तुमार नाम को पूर्ण हेला कामना। प्रथम तुमको बरीण फूल चंदन घनी आनंद वारीण नेबू हे हृदय घृणा नमणि। भौणी समते देव गहुला हुली सब दरे ग पड़ुथिबा उछली। दही पैकेट प्रतिदिन बसाम्भर ओट इतटा माल टाण खरा देखी जीवु हे सर्वे हईन ठूला। धूली दंड भांगी सारीण जल तठकु जीवु दंड को दियाई बालुका पंचामृत सारिऊ।
ନାଲିଆରେ ଖଇ ନ ବାଜିବ ଶୌଚରେ ଭାଜିବ ଶୌଚରେ ଭାଜିବ ଉଆ ତଣ୍ଡୁଳକୁ ନେଇଣ ସର୍ବେ ଗୋଡ଼ି ବାଛିବ ନିଶାରାତ୍ର ନଭିଷ ହେବ ଭୁଭୁ ତାଙ୍କର ହେବ ଭୁଭୁ ତାଙ୍କର ନର ପକ୍ଷୀରା ବସ୍ତାନର ନ ବାଜିବ କର୍ଣ୍ଣର ଭଜନ ସାରିଣ ଚଳିବୁ କାମ ନା ହେବା ଦ୍ୱାର କାମ ନା ହେବା ଦ୍ୱାର ହର ପାର୍ବତୀଙ୍କୁ ଜପିଣ ଥିବୁ ଚାରି ପାଶର ଦଣ୍ଡକୁ ଜିଆଇଥିବୁ ହେ ରାତ୍ର ଶେଷ ପର୍ଯ୍ୟନ୍ତ ରାତ୍ର ଶେଷ ପର୍ଯ୍ୟନ୍ତ ତେରା ଭକ୍ତ ମାନେ ଆନନ୍ଦେ କରନ୍ତି ଗୀତ ନୃତ୍ୟ ତେର ଦିନ ପାଇଁ ବିଧାନ ନାମ ଦଣ୍ଡ କାମନା ନାମ ଦଣ୍ଡ କାମନା ମେଷ ସଂକ୍ରାନ୍ତି ଦିନକୁ କରିବ ଉପାସନା ତିନି ଗୋଟି ବେଲ କାଠକୁ ଖମ୍ବ ଶ୍ରେଣୀ କରିଣ ଖମ୍ବ ଶ୍ରେଣୀ କରିଣ ପାଟ ଭୁଭୁ ତାଙ୍କୁ ବାନ୍ଧିଣ ଝୁଣା ଦେବୁ ମାରିଣ ঝুଣା তেର ମୁଠା ମାରିଣ ସର୍ବେ ତେର ଭୁଭୁତା ସର୍ବେ ତେର ଭୁଭୁତା ଖମ୍ବରୁ ଓହ୍ଲାଇ ଦେବୁ ହେ ହୃଦୟ ନଥିବ ଚେତା ଏହିପରି ଦଣ୍ଡ କାମନା ବିଧି ଅଟଇ ତାର ବିଧି ଅଟଇ ତାର ଦଣ୍ଡ ପାଣି ପୁତ୍ର ଲେଖିଲେ ହୃଦୟ ଧ୍ୟାଇ ଶଙ୍କର ଧରା କଟ ମୁଣ୍ଡ ମରାଇ ଅଟେ ବାସ ତାଙ୍କର ଅଟେ ବାସ ତାଙ୍କର ଚକା ପାଦୁ ବିରୂପାକ୍ଷଙ୍କୁ ଧ୍ୟାଇ ରାତ୍ର ଦିନର କୁଆଡେ ଆସିଲ ମଣିମାଙ୍କୁ ସେବା କରିବା ପାଇଁ ମଣିମାଙ୍କୁ ସେବା କରିବାକୁ ଆସିଲ ମଣିମାଙ୍କ ସେବା ହଉଛି 8 ପାଟିଆ ଆମେ 16 ପାତିଆ କରୁ ତମେ 16 ପାଟିଆ କରିବ ଆଚ୍ଛା ମଣିମା କହିଲେ ମୋର ଭକ୍ତ ମାନଙ୍କୁ କହିବ ଗୋଟେ ଗୁଡରେ ଛିଡା ରହି ଦର୍ଶନ କରିବାକୁ କରିପାରିବେ କରିଲେ
ଋଷିପୁତ୍ରେ ହଁ। ବର ମିଳିଲା ନାହିଁ। ନାହିଁ ଆଉ ଗୋଟେ ପାଦ ଆଗକୁ ଆସ। ହଁ ହେ ଋଷିପୁତ୍ରେ ହଁ। କହିଲେ ଈଶ୍ୱର ଦେଇ ଗଲେ ବର ଆମ ସେବା ଛାଡ଼ି ଏଇ ସେବା କର। ଯଥା ଏଇ ସେବା କଲେ କି ଫଳ ହୁଏ? ଖଣ୍ଡିଆ କାମ ଧାମ ହୁଏ। ଅନ୍ଧ ଚକ୍ଷୁ ଦାନ ପାଏ। ଅପୁତ୍ରୀ ପୁତ୍ର ଦାନ ପାଏ। ଭଜା ମୁଗ ଗଜା ହୁଏ। ଶୁକୁଲା କାଠ କଞ୍ଚା ହୁଏ। ଉଷୁନା ଧାନ ଗଜା ହୁଏ। ନିଧନି ଧନୀ ହୁଏ। ଯେ ଯାହା ମନରେ ବାଞ୍ଛା କରେ ତା ବାଞ୍ଛା ପୂର୍ଣ୍ଣ ହୁଏ। ଋଷିପୁତ୍ରେ ମଣିମାଙ୍କ ହୁକୁମ ହେଲା ମୁଣ୍ଡିଆ ମାର ସମସ୍ତେ। ଋଷିପୁତ୍ରେ କୁଆଡେ ଆସିଲ? ମଣିମାଙ୍କୁ ସେବା କରିବା ପାଇଁ ମଣିମାଙ୍କୁ ଆସିଲୁ। ସେବା କରିବାକୁ ଆସିଲ। ମଣିମାଙ୍କ ସେବା ହଉଛି 8 ପାଟିଆ। ଆମେ 16 ତୁମେ ପାଟିଆ 16 ପାଟିଆ ସେବା କରିବ। ଆଚ୍ଛା ମଣିମା କହିଲେ ମୋର ଭକ୍ତମାନ ଯୋଉ ଗୋଟେ ଗୁଡରେ ଛିଡା ହେଇ ଦର୍ଶନ କଲ ହଁ ବୁଝିଲ ମାଙ୍କର ମନୋନୀତ ହେଲାନି। ନାକ ବାଳ ଧରିକିରି ଗୋଟେ ଗୁଡରେ ଛିଡା ହବ କହିଲ ହଁ। ଋଷିପୁତ୍ରେ ବର ମିଳିଲା ନାଇଁ ଆଉ ଗୋଟେ ପାଦ ଆଗକୁ ଆସ। ଋଷିପୁତ୍ରେ କହିଲେ ଈଶ୍ୱର ଦେଇ ଗଲେ ବର ଧାନ ସେବା ଛାଡ଼ି ଏଇ ସେବା କର। ଏଇ ସେବା କଲେ କି ଫଳ ହୁଏ? ଖଣ୍ଡିଆ କାମ ଧାମ ହୁଏ। ଅନ୍ଧ ଚକ୍ଷୁ ଦାନ ପାଏ। ଅପୁତ୍ରୀ ପୁତ୍ର ଦାନ ପାଏ। ଭଜା ମୁଗ ଗଜା ହୁଏ। ଶୁକୁଲା କାଠ କଞ୍ଚା ହୁଏ। ଉଷୁନା ଧାନ ଗଜା ହୁଏ। ନିଧନି ଧନୀ ହୁଏ। ଯେ ଯାହା ମନରେ ବାଞ୍ଛା କରେ ତା ବାଞ୍ଛା ପୂର୍ଣ୍ଣ ହୁଏ। ଋଷିପୁତ୍ରେ ମଣିମାଙ୍କ ହୁକୁମ ହେଲା ମୁଣ୍ଡିଆ ମାର। ଋଷିପୁତ୍ରେ କୁଆଡେ ଆସିଲ? ମଣିମାଙ୍କୁ ସେବା କରିବା ପାଇଁ। ମଣିମାଙ୍କୁ ସେବା କରିବାକୁ ଆସିଲ। ମଣିମାଙ୍କ ସେବା ହଉଛି 8 ପାଟିଆ। ଆମେ 16 ପାଟିଆ କରୁ। ତୁମେ 16 ପାଟିଆ ସେବା କରିବ। ଆଚ୍ଛା ମଣିମା କହିଲେ ମୋର ଭକ୍ତମାନଙ୍କୁ କହିବ ତାଙ୍କର ମନ୍ଦିର ଆଗଟା ବେଶୀ ଅଳିଆ ହେଇ ପଡିଛି ସେଟାକୁ ଝାଡୁ ଦେବାକୁ କହୁଛନ୍ତି ଦେଇପାରିବେ? କାହିଁ ଝାଡୁ ଦେଲେ ବର ମିଳିଲା ନାଇଁ ଆଉ ଥରେ ଝାଡୁ ଦିଅ। ଋଷିପୁତ୍ରେ କହିଲେ
ଈଶ୍ୱର ଦେଇ ଗଲେ ବର ଯଥା ଧାନ ସେବା ଛାଡ଼ି ଏଇ ସେବା କର ଯଥା ଏଇ ସେବା କଲେ କି ଫଳ ହୁଏ ଯଥା ଖଣ୍ଡିଆ କାମ ଧାମ ହୁଏ ଯଥା ଅନ୍ଧ ଚକ୍ଷୁ ଦାନ ପାଏ ଯଥା ଅପୁତ୍ରୀ ପୁତ୍ର ଦାନ ପାଏ ଯଥା ଭଜା ମୁଗ ଗଜା ହୁଏ ଯଥା ଶୁକୁଲା କାଠ କଞ୍ଚା ହୁଏ ଯଥା ଉଷୁନା ଧାନ ଗଜା ହୁଏ ଯଥା ନିଧନି ଧନୀ ହୁଏ ଯଥା ଯିଏ ଯାହା ମନରେ ବାଞ୍ଛା କରେ ତା ବାଞ୍ଛା ପୂର୍ଣ୍ଣ ହୁଏ ହଁ। ଋଷିପୁତ୍ରେ ମଣିମାଙ୍କ ହୁକୁମ ହେଲା ମୁଣ୍ଡିଆ ମାର ହେ ଋଷିପୁତ୍ରେ ହଁ। କୁଆଡେ ଆସିଲ ମଣିମାଙ୍କୁ ସେବା କରିବା ମଣିମାଙ୍କୁ ସେବା କରିବାକୁ ଆସିଲ ହଁ। ମଣିମାଙ୍କ ସେବା ହଉଛି ଆଠପାଟିଆ ଆମେ ଷୋଳପାଟିଆ ତୁମେ କରୁ। 16 ପାଟିଆ ସେବା କରିବ ହଁ। ଆଚ୍ଛା ମଣିମା କହିଲେ ଯୋଉ ମନ୍ଦିର ଆଗୁଟା ଝାଡୁ ଦେଇଛନ୍ତି ହଁ ହଁ ବୁଝିଲେ ହଁ। ସେ ଜାଗାଟାକୁ ଚନ୍ଦନ ସରା ଦେବାକୁ କହିଛନ୍ତି ଦେଇପାରିବେ ହଁ। କାହିଁ ଦେଲେ ଋଷିପୁତ୍ରେ ହଁ। ବର ମିଳିଲା ନାଇଁ। ନାଇଁ ଆଉ ଥରେ ଚନ୍ଦନ ସରା ଦିଅ ହେ ଋଷିପୁତ୍ରେ ହଁ। କହିଲେ ଈଶ୍ୱର ଦେଇ ଗଲେ ବର ଯଥା ଧାନ ସେବା ଛାଡ଼ି ଏଇ ସେବା କର ଯଥା ଏଇ ସେବା କଲେ କି ଫଳ ହୁଏ ଯଥା ଖଣ୍ଡିଆ କାମ ଧାମ ହୁଏ ଯଥା ଅନ୍ଧ ଚକ୍ଷୁ ଦାନ ପାଏ ଯଥା ଅପୁତ୍ରୀ ପୁତ୍ର ଦାନ ପାଏ ଯଥା ଭଜା ମୁଗ ଗଜା ହୁଏ ଯଥା ଶୁକୁଲା କାଠ କଞ୍ଚା ହୁଏ ଉଷୁନା ଧାନ ଗଜା ହୁଏ ନିଧନି ଧନୀ ହୁଏ ଯିଏ ଯାହା ମନରେ ବାଞ୍ଛା କରେ ତା ବାଞ୍ଛା ପୂର୍ଣ୍ଣ ହୁଏ ଋଷିପୁତ୍ରେ ହଁ। ମଣିମାଙ୍କ ହୁକୁମ ହେଲା ମୁଣ୍ଡିଆ ମାର ହେ ଋଷିପୁତ୍ରେ ହଁ। କୁଆଡେ ଆସିଲ ମଣିମାଙ୍କୁ ସେବା ମଣିମାଙ୍କୁ କରିବା ସେବା କରିବାକୁ ଆସିଲ ହଁ। ମଣିମାଙ୍କ ସେବା ହଉଛି ଆଠପାଟିଆ ପାଇଁ। ଆମେ ଷୋଳପାଟିଆ ତୁମେ କରୁ। 16 ପାଟିଆ ସେବା କରିବ ଆଚ୍ଛା ମଣିମା କହିଲେ ମୋର ଭକ୍ତମାନଙ୍କୁ କହିବ ବୁଝିଲ ହଁ। ଏ ତାତଲା ଖରାରେ ଗୋଟା ଗୋଟା ହୋଇ ଗଡ଼ିବା ପାଇଁ ହଁ। ଗଡ଼ି ପାରିବ ହଁ, ଗଡ଼ ଗଡ଼ିବି। ଉଦା ବାଲି ତ ପଡିଛି ଆଉ ଏ, ରହିଯା ରହିଯା ଦୀପକ ଚଲା ହେ ଋଷିପୁତ୍ରେ ହଁ। ବର ମିଳିଲା ନାଇଁ 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 ବର ମିଳିନି ନାଇଁ ନାଇଁ ଆରେ କାଲି ପଟାଅ ସେ ଲୁଟ ଚଲା ଆଉ ଦି ତିନି ଥର ହଉ ରହିଯା ରହିଯା ଏ ହେ ଋଷିପୁତ୍ରେ କହିଲେ ଈଶ୍ୱର ଦେଇ ଗଲେ ବର ଯଥା ଧାନ ସେବା ଛାଡ଼ି ଏଇ ସେବା କର ଯଥା ଏଇ ସେବା କଲେ କି ଫଳ ହୁଏ ଯଥା ଖଣ୍ଡିଆ କାମ ଧାମ ହୁଏ ଯଥା ଅନ୍ଧ ଚକ୍ଷୁ ଦାନ ପାଏ ଯଥା ଅପୁତ୍ରୀ ପୁତ୍ର ଦାନ ପାଏ ଯଥା ଭଜା ମୁଗ ଗଜା ହୁଏ ଯଥା ଶୁକୁଲା କାଠ କଞ୍ଚା ହୁଏ ଯଥା ଉଷୁନା ଧାନ ଗଜା ହୁଏ ଯଥା ନିଧନି ଧନୀ ହୁଏ ଯଥା ଯେ ଯାହା ମନରେ ବାଞ୍ଛା କରେ ତା ବାଞ୍ଛା ପୂର୍ଣ୍ଣ ହୁଏ ହଁ। ଋଷିପୁତ୍ରେ ହଁ। ମଣିମାଙ୍କ ହୁକୁମ ହେଲା ଉଠ ମୁଣ୍ଡିଆ ମାରିବ
ऋषिपुत्र ହଁ କୁଆଡେ ଆସିଲ ମଣିମାଙ୍କୁ ସେବା କରିବା ପାଇଁ ଆସିଲୁ ମଣିମାଙ୍କୁ ସେବା କରିବାକୁ ଆସିଲ ମଣିମାଙ୍କ ସେବା ହଉଛି 8 ପାଟିଆ ଆମେ 16 ପାତିଆ କରୁ ତୁମେ 16 ପାଟିଆ ସେବା କରିବ ହଁ ଆଚ୍ଛା ମଣିମା କହିଲେ ମୋର ଭକ୍ତମାନେ ଯୋଉ ଏ ତାତଲା ବାଲିରେ ଗୋଟେ ଗୋଟେ ହେଇ ଗଡ଼ିଲ ତାଙ୍କର ମନୋନୀତ ହେଲା ନାହିଁ ଯୁଡ଼ା ଯୁଡ଼ା ହୋଇ ଗଡ଼ି ପାରିବେ କାହିଁ ଗଡ଼ିଲେ ऋषिपुत्र ହଁ ବର ମିଳିଲା ନାଇଁ, ନାଇଁ, ଆଉ ନାଇଁ। ଗୋଟେ ପାତା କାଲି ଲୁଟ ରହିଯା ରହିଯା हे ऋषिपुत्र ହଁ କହିଲେ ଈଶ୍ୱର ଦେଇଗଲେ ବର ଯଥା ଅନ୍ନ ସେବା ଛାଡ଼ି ଏଇ ସେବା କର ଯଥା ଏଇ ସେବା କଲେ କି ଫଳ ହୁଏ ଯଥା ଖଣ୍ଡିଆ କାମ ଧାମ ହୁଏ ଅନ୍ଧ ଚକ୍ଷୁ ଦାନ ପାଏ ଅପୁତ୍ରୀ ପୁତ୍ର ଦାନ ପାଏ ଭଜା ମୁଗ ଗଜା ହୁଏ ଉଷୁନା ଧାନ ଗଜା ହୁଏ ନିଧନି ଧନୀ ହୁଏ ଯେ ଯାହା ମନରେ ବାଞ୍ଛା କରେ ତା ବାଞ୍ଛା ପୂର୍ଣ୍ଣ ହୁଏ ହଁ, ହଁ। ଋଷିପୁତ୍ର ହଁ। ମଣିମାଙ୍କ ହୁକୁମ ହେଲା ଉଠ ମୁଣ୍ଡିଆ ମାରିବ ଧୀରେ 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 हे ऋषिपुत्र ହଁ। କୁଆଡେ ଆସିଲ ମଣିମାଙ୍କୁ ସେବା କରିବା ପାଇଁ ମଣିମାଙ୍କୁ ସେବା କରିବାକୁ ଆସିଲ ହଁ। ମଣିମାଙ୍କ ସେବା ହଉଛି 8 ପାଟିଆ ଆମେ 16 ପାତିଆ କରୁ ତମେ 16 ପାଟିଆ କରିବ ହଁ। ଆଚ୍ଛା ମଣିମା କହିଲେ ମୋର ଭକ୍ତମାନଙ୍କୁ କହିବ ହଁ। ତାଙ୍କ ପାଇଁ ଜମି ନାହିଁ ଓ ବୁଝିଲେ ଆଜି ଜବର ଛାଇ ପଡିଛି ହଁ ଆଉ 13 ଭରଣ ଜମି ବିଲ ଭାଙ୍ଗିବା ପାଇଁ କହିଛନ୍ତି ଭାଙ୍ଗି ପାରିବେ ଭାଙ୍ଗିଲେ